हेलो हाय जय जगन्नाथ आपण को स्वागत उमाईरा एमबी चैनल रे। आमे आज जीवु काल डैम तापर समी वृक्ष जहाँकि सेउठू 3 किलोमीटर मात्र। आगे जाऊँ आमे काल डैम। एई आमे गेट पहुँचलु। एटा हूँ तार गेट एंट्री गेट। तार फ्रंट रे देखि नियंतु ए कौन कौन अच्छी सबू जेमिति आपण भूलिबेनी। सतीश को मघ पड़ा सतीश को मघ उठेला ना सतीश को मेघ जो को मेघ उठेला बे आज 26 बरा हां हां 26 से 26 रो भारी सतीश रो कहथलु आ देखंतु दूर को सेठी गोटे पहाड़ देखा होची। सेटा होची समी वृक्ष जहाँकि आमे सेठी के जीवु। एठी सबू गेट रही तार जितेबाला पानी निष्कासन करा जाय था एई पटे ही करा जाय था एई सबू गेट गुड़ारे। ना ठंडा लगी था कि एटा पहुँची मैंने 2 घंटा 3 घंटा पुणी घर चाहिए 2 पर सुधा सन्ध्या सुधा पहुँच
एठी बोटिंग ପାଇଁ सुविधा अच्छी एठी बोटिंग करा जाय थाए और पिकनिक भी करा जाय थाए पिकनिक टाइम रे एठी मेला पूरा पड़ी जाए देखंतु एठी बाउंस बंधा हलानी एठी दुकान बसिबो पळी आस बैंक हमर एटी बुला सरीगला एबे हमें समय वृक्ष को जीवु हाई फ्रंट रे जो देखा होची पहाड़टीए सेठी के हमें जीवु तार रही बहुत बड़ पौराणिक रहस्य जहा कि पंचपांडव समय रो এইটা হচ্ছে তার স্টার্টিং পয়েন্ট যাকে কহନ୍ତି গেট অস্ত্র শস্ত্র পঞ্চপাଣ୍ଡବଙ୍କର କରାହେଇଛି ଭଲ ନାଇସ୍ ହେଇଛି ଦୂରରୁ ଦେଖିବା ପାଇଁ ବହୁତ ସୁନ୍ଦର ଲାଗୁଛି ଯାହାକି ପଥରରେ ବୃକ୍ଷ ବହୁତ ବଡ଼ ରହସ୍ୟରେ ଭରା ପଞ୍ଚୁପାଣ୍ଡବଙ୍କ ଗାଥା ସେଥିରେ ସବୁ ସମାହିତ ରହିଛି पहुँची गलु गाड़ी एटी छिड़ा कर देचु
ଏଠି ଖାଲି ବିରାଟ ବିରାଟ ପଥର। ଏଗୁଡ଼ାକ ସବୁ କ୍ଲୋଜ୍ ଅଛି ଦୋକାନ ଗୁଡ଼ାକ। ଦେଖନ୍ତୁ କେତେ ବଡ଼ ବଡ଼ ଗୋଟାଳିଆ ପଥର ଖାଲି ଏଠି ଖାଲି ବଡ଼ ବଡ଼ ପଥର ଗୋଟାଳିଆ। ଏଠି ବସିବା ପାଇଁ କରାହେଇଛି ତା ଉପରେ କଇଁଚକୁ ପକା ହେଇଛି ମାନେ କଇଁଚ ଡିଜାଇନ ପକେଇବା ପାଇଁ କରାହେଇଛି। এটা হচ্ছে অজ্ঞান্ত বনবাস এই বনবাসরে ଏଠି ମକରରେ ବହୁତ ବଡ଼ ମେଳା ପଡ଼େ ଆଜ୍ଞା ସେ ପଥରଟା ବହୁତ ଆଜ୍ଞା। ଦୋକାନ ବଜାର ବସେ ଦ୍ୱାପର ଯୁଗ। ବହୁତ ଲୋକ ଶିବ ଆସନ୍ତି ଲିଙ୍ଗ। ବଡ଼ ମେଳା ପଡ଼େ। ଆଉ ଏଇଠି ଅସ୍ତ୍ର ଶସ୍ତ୍ର ଲୁଚେଇକି କେଉଁମାନେ ଏଇ ପଞ୍ଚପାଣ୍ଡବ ତାଙ୍କ 5 ଭାଇ ଆଜ୍ଞା ଏଇଠି ଅସ୍ତ୍ର ଲୁଚେଇଥିଲେ ଲୁଚେଇକି କପିବ ଯାଉଛି ବିରାଟ ପାଟ ରଜା ଆଜ୍ଞା ସେଇଠି ଛଦ୍ମବେଶରେ ରହିଲେ। ଆଜ୍ଞା ଏକ ଦିନେ ତାଙ୍କର ଯେଉଁ ପଣ୍ଡିତ ସେତେବେଳେ ରାଜା କିଏ ଥିଲେ? ସେତେବେଳେ କପିଳ ରଜା ରାଜଗୁଡ଼ା ଚାଲୁଥିଲା। ଆଜ୍ଞା ରାଜାଙ୍କ ନାଁ ଜାଣିନାହାନ୍ତି? ନାଇଁ ସେଇଠି କପିଳ ଯାଇକି ରହିଲେ। ସେଇ ଛଦ୍ମବେଶରେ ରହିଲେ କିଛି ଦିନ ଗଲା 12 ବର୍ଷ ହେଲା। 12 ବର୍ଷ ପୂର୍ତ୍ତି ଅଛି ରଜାର ଗୁରୁ ଚରେଇତେ ଗୋଟେ ପଲିଆଟେ ଆଜ୍ଞା ସିଏ ଚରେଇତେ ଆଣିଛି। ସେଇଠୁ ଯେମିତି ଚରେଇତେ ଆଣିଛି ସେଇ ତାଙ୍କର ଯେଉଁ ପଣ୍ଡୁ ରଜାର ଅନସତ ପୁଅ ଆଜ୍ଞା ସିଏ ଆସିକି ଖେଦି ନେଉଥିଲେ। ଆଜ୍ଞା ଖେଦି ନେଉଥିଲେ ସେଇଠୁ ଇଏ ଯାଇକି ରଜା ହାଟି କାନ୍ଦିଲା ସେଇ ପଲିଆ ଆଜ୍ଞା କାନ୍ଦିଲା ଯାଇ କ'ଣ ଅର୍ଜୁନ ଜାଣିଲା। ଆଜ୍ଞା ତା 12 ବର୍ଷ ପୁରୀ ଆଇଲାନି ତ ଆଜ୍ଞା ଅର୍ଜୁନ ଜାଣିଲା। କହିଲା କାହିଁକିରେ କାନ୍ଦଛୁ ନା ଗୁରୁଆ ଖେଦି ନେଇଗଲେ ଚାଲ ମୁଁ ଯିବି ଆଜ୍ଞା ମୁଁ ଗୁରୁ ଫେରେଇବି। ସେଇଠୁ ସେଇ ପଲିଆକୁ ଧରିକି ଆଇଲା ଗୁରୁ ଫେରାଇଲା। ଫେରେଇକି ମୋର ସମୟ ବୃକ୍ଷର ଆସିଲା ବେଳକୁ ଆଉ ଏକ ତାଙ୍କ ଭିଡ଼ିଓ ଅନସତ ଭାଇ ରହିଛି ଗୁରୁ ଖେଦୁଛନ୍ତି ତା ତାହା ଆଗା ଦେଖିବା ଖେଚିଲା ପାଇଁ ସେଠିକି ଫେରାଇଲା। ଆପଣ ମୋର ସେଇଠୁ ଯୁଦ୍ଧ ଚାଲିଲା। ଚ୍ୟାନେଲ ଭିତରକୁ ଯାଇକି ଯୁଦ୍ଧରେ ସେଇ ଦେଖିପାରିବେ। ଅନସତ ଭାଇକି ପରାସ୍ତ ଆଉ କଲା ଅର୍ଜୁନ। ଏଠି ଆଜ୍ଞା। ଲିଙ୍କ ବି ସେଇଠୁ ସିଏ ଦେଇଛି ଜାଣିଲେ ଯେ ସମୀ ଇଏ ବୃକ୍ଷର ଅର୍ଜୁନ। ସବୁ ରହସ୍ୟ ଦେଖ ଆଙ୍କର କେତେ ମୟ ବର୍ଷ ଗାଥା 12 ଗୁଡ଼ିକ ବର୍ଷ ବନବାସ ସବୁ ଆପଣ ଯାଇଥିଲେ ଜାଣିପାରିବେ। ଆଙ୍କର ପୁରିଲା ନା ନାହିଁ ଦେଖ। ଆଜ୍ଞା ଦେଖିଲା ବେଳକୁ ଆଉ ଉଳିଏ ଅଛି। ଆଜ୍ଞା ସେଇ ଉଳିୟରେ ଫେରି ଆସିକି ସେ ବି ଜାଣିଲେ ଯାର କ'ଣ ଏଠିକି ପଳେଇ ଆଇଲେ ପଳେଇ ଆସିକି ଯୁଦ୍ଧ ଚାଲିଲା। ଆଜ୍ଞା ଯୁଦ୍ଧରେ ମାରିକି ତାଙ୍କ ଅନୁସତ ଭାଇକି ଛତର କଲେ ଆଉ ବାକି କର୍ଣ୍ଣକୁ ମାରିପାରିଲେନି। ଆଜ୍ଞା କର୍ଣ୍ଣକୁ କିସ କଲା ନା ଶ୍ରୀକୃଷ୍ଣ କହିଲା ହଁ ଶ୍ରୀକୃଷ୍ଣ କହିଲା ଏ ଅର୍ଜୁନ ଗୋଟେ ଦିବ ନାରୀ ଆଉ ଭଲ ନାରୀ ଗୋଟେ ମୁଁ ପଠଉଛେ ଆଜ୍ଞା ତା ଆଗରେ ଝଲକେଇ ହେବ ସେଇ ସମୟରେ ତୁ ସର ମାରିବୁ ଅର୍ଜୁନକୁ କହିଲା ଶ୍ରୀକୃଷ୍ଣ। ଆଜ୍ଞା ଯାଇକି ଝିଅଟା ତ ଯାଇକି ତା ଆଗରେ ନାଚୁଥିଲା ଆଉ ଇଏ ତ ପୁରୁଷ ପୁଅ ତ ଦେଖିକି ତାକୁ ମୋହ ହେଇଗଲା। ସେଇ ସମୟରେ ଅର୍ଜୁନ ସର ମାରିକି ତାକୁ ମାରିଲା। ନହେଲେ କର୍ଣ୍ଣକୁ ମାରି ପାରିଥିଲେ ସିଏ ତ ସୂର୍ଯ୍ୟଙ୍କ ପୁଅ ନା ଆଜ୍ଞା 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 କାନ ବାଟେ ଜନ୍ମ ହେଇଛି ଆଜ୍ଞା କର୍ଣ୍ଣ ଏଇ କଥା। ଆଜ୍ଞା ଆଜ୍ଞା ଯାଉ ପଞ୍ଚୁପାଣ୍ଡବମାନଙ୍କର 12 ବର୍ଷ ବନବାସ ପରେ 1 ବର୍ଷ ଅଜ୍ଞାତବାସ କାଟିଥିବାର ବିରାଟ ରାଜ୍ୟ ଥିଲା ମୟୂରଭଞ୍ଜର କପ୍ତିପଦା ଅଞ୍ଚଳ। ଏଠି ବସିବା ପାଇଁ ଜାଗା ଅଛି ଏଠି ବସିବା ପାଇଁ ମଝିରୁ ସମୟ ବୃକ୍ଷ ଉପରେ ରହିଛି। ଆମେ ଏବେ ସେଇ ପାଇଁ ଷ୍ଟେପ୍ରେ ଯିବା ଉପରକୁ। ଏପଟ ସେପଟ ହେଉଛି ଆଚ୍ଛା ଆମେ ଆହୁରି ଉପରକୁ ଯିବା। ଉପରେ ସମୀ ବୃକ୍ଷ ଅଛି।
ଏଇଟା ହେଉଛି ସେଇ ଶମୀ ବୃକ୍ଷ ଯାହାକି ପଥରରେ ଏବେ ପରିଣତ ହୋଇଯାଇଛି। ଆଗରୁ ଗୋଟେ ଗଛ ଥିଲା। ଏଠି ବି ଗୋଟେ କାଠରେ ବସିବା ପାଇଁ କରାହେଇଛି। ଏଇ ଛୁଆଟା ଉଠି ଯାଉ ତ ଗାଈ ଛୁଆଟା ଆରାମସେ ଉଠୁଛୁ। ତମେ କେହି ଆମେ ଉଠି ପାରିଲେନି ସେଟା ଛେଳିକି ଉଠେଇକି ନେଇକି ये डेली प्रैक्टिस करछु ये छुआ डेली प्रैक्टिस करछु हे दौड़ला से तब ये पोरसा को मुंह कते धरा को ଏଠି ଶିବ ମନ୍ଦିର ପାଇଁ କାମ ଚାଲିଛି। ଗାଣ୍ଡିବ ଧନୁ କେଉଁଠି ବି ଲୁଚେଇବା ଯାହାକି ସମ୍ଭବ ନଥିଲା। ତେଣୁ ଶିବ ସ୍ୱୟଂ ବୃକ୍ଷ ରୂପ ଧାରଣ କରିବା ସହିତ ପାଣ୍ଡବମାନଙ୍କର ଅସ୍ତ୍ରଶସ୍ତ୍ର ତାଙ୍କ କଡ଼ରେ ଲୁଚାଇ ରଖିଥିଲେ। ଏହାପରେ ପଞ୍ଚୁ ପାଣ୍ଡବ ଦ୍ରୌପଦୀଙ୍କ ସହ ଛଦ୍ମ ବେଶରେ ବିରାଟ ରାଜ୍ୟରେ ପ୍ରବେଶ କରି ଛଦ୍ମ ବେଶରେ ରାଜଦରବାରରେ ରହିଲେ। ଉଲଉଛୁ ଦେଖ କେମିତି ପୁରା ଛେଳି ଭଳିଆ ଉଲଉଛୁ। ଚାରିଟା ଗୋଡ଼ ଦିଟା ଗୋଡ଼ ଦିଟା ହାତ ଲଗେଇ। ସ୍ଥାନୀୟ ଅଞ୍ଚଳରେ ଏହା ଶିବଲିଙ୍ଗ ରୂପରେ ପୂଜା ପାଇ ଆସୁଅଛି। ପର୍ଯ୍ୟଟକଙ୍କ ଦ୍ୱାରା ଏହା ସିଙ୍ଗଲ ଷ୍ଟୋନ୍ ହିଲ୍ ବା ଗୋଟିଏ ପଥରର ପାହାଡ଼ ଭାବରେ ମାନ୍ୟତା ଲାଭ ହୋଇଛି। ଏହା ସମଗ୍ର ବିଶ୍ୱର એકમાત્ર ଓ ସୁଉଚ୍ଚ ପ୍ରାକୃତିକ ଶିବଲିଙ୍ଗ ଭାବରେ ମାନ୍ୟତା ଲାଭ ହୋଇଛି। ଶମୀ ବୃକ୍ଷକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଆଶ୍ଚର୍ଯ୍ୟ ହେବା ବି ସ୍ୱାଭାବିକ। ଉଚ୍ଚତା 700 ଫୁଟ ଓ ଓସାର 1500 ମିଟର ଅଞ୍ଚଳରେ ବ୍ୟାପି ରହିଛି।